आत्मने बलभद्र सुभद्राभ्यां जगन्नाथाय ते नमः। शिशु अनंत देवाय नमः। ओम क्लीं गुरुदेवाय नमः। आज केतक कॉलेज पिला माने निजर माने अध्यापक अध्यापिका मान को नहीं आश्रम बुली आसीदेले एवं से बलिया पाखक आसिले एवं कहले आमे किछि जानिबा पई आपनकु किछि जिज्ञासा करिवु आपण टिके तार उत्तर देले आमे ताकु लिपिबद्ध करी रखिबु। बलिया तार उत्तर देला मु जने से भली व्यक्ति नुहे जे मोर गोटे जीवनी को बा जीवनर किसी अंश को आपण माने लिपिबद्ध करी रखिबे आउ ताकू अन्य माने के पढ़िबे ये सब विश्वास मोर किछि नाही। किंतु तमे माने जदि चाहुचो ताले जा पचारिबो कहिबी। तांकर प्रथम प्रश्न थिला शिशु अनंत किए। मुझे कहली शिशु अनंत कहले भगवान गोटे शिशु रूप वसुदेव मस्तक अच्छी गोप को जाऊँच नंद मंदिर को आउ गोटे शिशु जो टिके बड़ हो जाइए से रोहिणी गर्भर जन्म होती सी मध्य नंद मंदिर अच्छी। ये दुईटी जाक ठाकुरंकर दुईटी जाक माने शक्ति ये होउचंती शिशु अनंत अनंतंक रूपरे भगवान शिशु रूपरे अवतीर्ण होइचंती। ये गोटे शिशु अनंत तापरे तार अनेक कथा अच्छी किंतु आपण माने जेतिकी पचारिले मु सेतिकी आपनकु उत्तर देले। शिशु अनंतंक विषय पचारि थाइला परे से माने पचारिले आपण एइथि काहीकि आश्रम कले। कहले एइथि आश्रम करिवार असुविधा कौन? एक तो माटी अच्छी पानी अच्छी पवन अच्छी सब तो अच्छी। ये हूँ मो गाँ जो गाँव रे हूँ जन्म ही नथिली जन्म ही कटक रे बड़ मेडिकल किंतु यही गाँव रे मोर आत्मीय स्वजन माने थिले एठू से माने मते नेइकरी मेडिकल जाइथिले। तेणु कटक मोर जन्म स्थान हेले ये हूँ मोर जन्मभूमि। तेणु आपण एठी रहिबारे असुविधा कौन? ये मो कम मु करी कम से कर समस्त कम समस्त कर कौनटा असुविधा। तापर से आउ गोटे भल प्रश्न पचारे से प्रश्नटी हूँ
ଯେ ପିଲାମାନଙ୍କ ପାଇଁ ବର୍ତ୍ତମାନ ଆପଣଙ୍କର ବାର୍ତ୍ତା କ'ଣ? ମୁଁ କହିଲି ପିଲାମାନଙ୍କ ପାଇଁ ପ୍ରଥମ ବାର୍ତ୍ତା ହେଉଛି ତୁମେ ଯାହାଙ୍କ ମାଧ୍ୟମରେ ଇଏ ପୃଥିବୀ ପୃଷ୍ଠକୁ ଆସିଲ ତାଙ୍କର ସେବା କିମ୍ବା ଯତ୍ନରେ ଯେମିତି ଅବହେଳା ନ ହୁଏ। ଅନେକ ଅଛନ୍ତି ସେମାନଙ୍କୁ ବେଖାତିର କରୁଛନ୍ତି, ଅନେକ ଅଛନ୍ତି ବିଛଣାରେ ପଡ଼ି ତାଙ୍କର ସବୁ ଘା ହେଇଯାଇଛି, ତାକୁ ସଫା କରିବା ପାଇଁ ମଧ୍ୟ କାହାରି ଇଚ୍ଛା ନାହିଁ। ଆହୁରି ଅନେକ ଅଛନ୍ତି ସେ ଘାରେ ଯେଉଁ ଜର୍ମ ସବୁ ହୁଅନ୍ତି ଜୀବାଣୁ, ସିଏ ଜର୍ମ ଗୁଡ଼ାକ ହେଲେ ଗାଁର ଲୋକମାନେ ତାଙ୍କୁ କହନ୍ତି ଯେ ତମେ ପାପର ପ୍ରାୟଶ୍ଚିତ କରିବ। ସେ କ୍ଷୀର ହବ, ପ୍ରତିକାର ହବ, ଏମିତି ସବୁ ଗୁଡ଼ାଏ କଥା, ଖାଇବା ପିଇବା, ବ୍ରାହ୍ମଣ ଭୋଜନୀ ଏମିତି ସବୁ ହବ। ସେଇ ଭୟରେ ସେମାନେ ଅନ୍ୟମାନଙ୍କୁ ଆକଟ କରୁଛନ୍ତି ଯେ ତମେ ଏ କଥା କାହାରି ଆଗରେ କହିବନି। ଆମ ମାଙ୍କ ଦେହରେ ଘା ହେଇଛି କିମ୍ବା ଜୀବାଣୁ ହେଇଛନ୍ତି, ଇଏ କଥାଟା ତମେ ଅନ୍ୟ ଆଗରେ କାହାକୁ କହିବନି। ଆଉ ଯଦି କହିବ ତମକୁ ମାଡ଼ ବସିବ। ସେ ମାଡ଼ ପୁଣି କିଏ କାହାକୁ ଦବ? ସେ ମାଡ଼ ଦେଲା ବାଲା ହେଉଛି ସାନ ଭାଇ, ମାଡ଼ ଖାଇଲା ବାଲା ହେଉଛି ବଡ଼ ଭାଇ। ତେଣୁ ଆଜିର ସମାଜ କେତେ ବଦଳି ଗଲାଣି, କେତେ ମାନେ ତାର ଗତିବିଧି ସେ ପରିବର୍ତ୍ତନ କରି ଚାଲିଛି, ଆପଣମାନେ ଏତିକି ଲକ୍ଷ୍ୟ କରିବେ। ସେଇ ଜୀବାଣୁ ଥିବା ଶରୀରରେ ଏ ଦୁନିଆରୁ ସେ ବିଦାୟ ଦେଲା। ତାପରେ ସୁନ୍ଦର ଭାବରେ ବ୍ରାହ୍ମଣ ଭୋଜନ ହେଲା, ଆତ୍ମୀୟ ସ୍ୱଜନମାନଙ୍କର ଭୋଜନ ହେଲା, ଖାଇବା ପିଇବା ବନ୍ଧୁ ବାନ୍ଧବରେ ଭାସିଲା। ମୋର ପ୍ରଶ୍ନ ହେଉଛି, ଜଣେ ବଞ୍ଚିଥିବା ବେଳେ ସେ ବ୍ୟାକୁଳ ହେଇ ଖାଇବାକୁ ମାଗୁଛି, ସେତେବେଳେ ତମେ କେହି ଜଣେ ବି ତାକୁ କ'ଣ ଖାଇବ ପଚାରିଲ ନାହିଁ। କାହିଁକି ପଚାରିଲନି? ଖାଇବାକୁ ଦେଲେ ପୁଣି ଝାଡ଼ା ଫାଡ଼ା ହବ, ତାକୁ କିଏ ସଫା କରିବ? ଏତିକି କଥାକୁ ଡରିକିରି ଜଣକୁ ଖାଇବାକୁ ଦେଲନି। ମରିଗଲା ପରେ ଲୋକଙ୍କୁ ଦେଖେଇଲ ଯେ ଆମେ ହେଉଛୁ ଏମିତି ମାନେ ଧନୀ ଯେ ଆମେ ଏତେ ବ୍ରାହ୍ମଣ ଖୁଆଇଲୁ, ଏତେ ଲୋକଙ୍କୁ ଖୁଆଇଲୁ। ଏଇ ଯେଉଁ ବାହାସ୍ପଟ ବାହାଦୁରୀ ଆଜି ମଣିଷକୁ ଖାଉଛି। ଆପଣମାନେ ଗୋଟେ କଥା ଶୁଣନ୍ତୁ, ଆଉ ଗୋଟେ କଥା ମୁଁ କହୁଛି, ଏଇ ସମାଜର କଥା। ଜଣଙ୍କର ପୁଅ ଯାଇକରି ଆମେରିକାରେ, ମାଟି ତା ପୂର୍ବରୁ ବିଦାୟ ନେଇଛି, ବାପଟି ଘରେ ଅଛି। ବାପାର ଯେତେବେଳେ ମୃତ୍ୟୁ ହେଲା, ତା ପାଖରେ ତ କେହି ନଥିଲେ, ସେ ନିଜେ ନିଜେ ଚାହା ଫା କରିକିରି ଖାଉଥିଲା। କାହାକୁ କେମିତି କହିକି 5-10 ଟଙ୍କା ଦେଇକିରି ଟିକେ ରୋଷେଇବାସ ହେଉଥିଲା। ଯେତେବେଳେ ବାପ ମରିଗଲା, ଖବର ଗଲା ଆମେରିକା ଯେ ତମ ବାପା ଚାଲିଗଲେ। ସିଏ ଉତ୍ତର ଦେଲେ, ମୁଁ ତ ଆମେରିକାରେ ବର୍ତ୍ତମାନ ଯାଇପାରିବିନି, ତେଣୁ ତମେ ତାଙ୍କୁ ପୋଡ଼ି ଦିଅ, ସଂସ୍କାର କରିଦିଅ।
ଆଉ ଯାହା ବ୍ରାହ୍ମଣ ଭୋଜନୀ ଫୋଜନୀ ଯାହା କରିବ ମୁଁ ପଇସା ପଠେଇଦେବି, ଆପଣମାନେ କରିଦେବେ ମୋ ପାଇଁ। ଆଉ ଏମାନେ ସେଇଆ କଲେ, କିନ୍ତୁ ତା ବିବେକ ବୋଧେ ଟିକେ ବାଧା ଦେଲା। ସେ 11 କି 12 ଦିନ ଆସିକି ପହଞ୍ଚିଲା। ପହଞ୍ଚିକିରି କାହିଁକି ପହଞ୍ଚିଲା? ଯେଉଁ ଜିନିଷ ଖଟ ସିନ୍ଦୁକ ପୁରୁଣା ଜିନିଷ ସବୁ ଥିଲା ସେଟା ସବୁ ଆକୁ ଦେଇଦେଲା, ତାକୁ ଦେଇଦେଲା, ବିକ୍ରି କରିଦେଲା, ଦେଇଦେଲା, ପଳେଇଲା ଯେ ପଳେଇଛି, ଏପର୍ଯ୍ୟନ୍ତ ଆସୁନି। ତାହେଲେ ଯେଉଁ ଭାରତବର୍ଷ ସାଧୁସନ୍ଥର ଦେଶ ବୋଲି କୁହାଯାଏ, ଗୋଟିଏ ହେଉଛି ଭାରତବର୍ଷ, ଏଠି ବେଦ ପାଠ ହୁଏ, ଏଠି ବ୍ରାହ୍ମଣ ମନ୍ତ୍ର ପଢ଼େ, ଏଠି ତୀର୍ଥମାନେ ପ୍ରବାହିତ ହୁଅନ୍ତି, ଲୋକ ସ୍ନାନ କରି ପାପ ବିମୋଚନ କରନ୍ତି। ତେବେ ଏଇ ଯେଉଁ କାର୍ଯ୍ୟଟା, ଏଇଟା କୋଉ ତୀର୍ଥ, କୋଉ ପୂଜା, କୋଉ ବ୍ରତରେ ଯାଉଛି? ଇଏ କୋଉ ତୀର୍ଥରେ ନାହିଁ କି କୋଉ ବ୍ରତରେ। ଏଭଳି ଭୁଲ କରିସାରିଲା ପରେ ଆମେ କହିବୁ ଆମେ ତୀର୍ଥକୁ ଯିବୁ ତୀର୍ଥ ସ୍ନାନ କରିବା ପାଇଁ। ପ୍ରକୃତରେ କ'ଣ ତୀର୍ଥ ତମର ପାପ ନେଇଯିବ? ତୁମେ ଭୁଲ କରିଛ, ଦଣ୍ଡ ପାଇବ। ଆମେ ଗୀତା ପ୍ରେମୀ, ଆମ ଗୀତା ଭିତରେ ଲେଖା ହେଇଛନ୍ତି ଦଣ୍ଡୋ ଦମୟତାମସ୍ମି ନୀତିରଶ୍ମି ଜିଗିଷିର। ତମେ ଭୁଲ, ଏତେ ବଡ଼ ଭୁଲ କରି ଯାଇକି ଗଙ୍ଗାରେ ଗାଧେଇ ପଡ଼ିକିରି ଆସିବ, ସେ ପାପ ଛାଡ଼ିଗଲା, ପୁଣି ଆଉ ଥରେ ଗାଧେଇବ। ଏସବୁ ଭୁଲ ଭାବନାକୁ ତ୍ୟାଗ କରିବା ଉଚିତ। ଗୋଟିଏ ସତ୍ ସଂକଳ୍ପ ଜୀବନରେ ନେବା ଉଚିତ ଯେ ମୁଁ ଭୁଲ କରିବି ନାହିଁ। ଏତିକିରେ ଗଙ୍ଗା ସ୍ନାନ ହେଇଗଲା। ଏତିକିରେ କାର୍ତ୍ତିକ ଆଉ ଗଣେଶ ଶିବଙ୍କ ପାଖରେ ଦି ଭାଇ ଯାକ ବସିଛନ୍ତି ଯେ ଶିବ ପ୍ରଶ୍ନ ପଚାରୁଛନ୍ତି ତମ ଭିତରେ କିଏ ସାମର୍ଥ୍ୟବାନ 14 ବ୍ରହ୍ମାଣ୍ଡକୁ ବୁଲିକିରି ଆସିକିରି ଆଗେ ମୋ ପାଖରେ ପହଞ୍ଚିବ। ମୁଁ ତାକୁ ଅଗ୍ର ପୂଜା, ମାନେ ଗୋଟେ ଆଗୁଆ ପୂଜା ତାକୁ ଦେବି, ପ୍ରଥମ ପୂଜା ସେ ପାଇବ। କାର୍ତ୍ତିକ ଗୋଟେ ମୟୂର ବାହନ, କାର୍ତ୍ତିକଙ୍କର ପ୍ରକୃତ ମୟୂର ବାହନ ବୋଲି କ'ଣ କିଏ ଦେଖିଛି? ମୟୂର ହେଉଛି ଗୋଟେ ସୌନ୍ଦର୍ଯ୍ୟର ପ୍ରତୀକ। ମୟୂର ହେଉଛି ଗୋଟେ, ସେଥିରୁ ସନ୍ତାନ ଉତ୍ପନ୍ନ କରେ, ସେ ସନ୍ତାନ ମୈଥୁନ ଦ୍ୱାରା ହୁଏ ନା। ପ୍ରକୃତି ଯେତେବେଳେ ଆକାଶରେ ମେଘ ସୃଷ୍ଟି ହୁଏ, ସେ ମେଘ ବାଦଲକୁ ଦେଖିକିରି ଯେତେବେଳେ ମୟୂରୀ ନୃତ୍ୟ କରେ କି ମୟୂର ନୃତ୍ୟ କରେ, ସେତିକି ବେଳେ ଯେଉଁ ରେଦ ସ୍ଖଳନ ହୁଏ ତାକୁ ସେ ପାନ କରି ସେ ଗର୍ଭଧାରଣ କରେ। ସେ ଗୋଟେ ଏଇଭଳିଆ ଅନାସକ୍ତ ଜୀବ ପକ୍ଷୀ। ଆଉ କ'ଣ ଏଇ ଯେଉଁ ବୁଲୁଛନ୍ତି ସବୁ ବାହାରେ ସେଇ ମୟୂର? ତେଣୁ ତ କୁହାହେଇଛି ପ୍ରତ୍ୟେକ ଜିନିଷର ଗୋଟେ ତତ୍ତ୍ୱ ଅଛି। ଇଏ ଗୋଟେ ମୟୂର ହଉ, ମୟୂର ଭଳି ଗୋଟେ ବାହନ ହଉ କି ଯାହା ହଉ, ଇଏ ସେ ବାହାନରେ ବୁଲିକି 14 ବ୍ରହ୍ମାଣ୍ଡ ବୁଲିଲେ। 14 ବ୍ରହ୍ମାଣ୍ଡଟା ପ୍ରକୃତରେ କୋଉଠି? ଆମେ କହୁଛୁ 14 ବ୍ରହ୍ମାଣ୍ଡ, ସେ କୋଉଠି? ନିଜର ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ନିଜ ହାତରେ ମାପ। ସେ ହେଉଛି 3 ହାତ ଅଟେ।
ଏ ତିନି ହାତ ଅଧଟା ହେଉଛି 84 ଆଙ୍ଗୁଳ। এই 84 ଅଙ୍ଗୁଳକୁ କୁହାଯାଏ 14 ପା। ତେଣୁ ପ୍ରତ୍ୟେକ ଜୀବନ ଭିତରେ 14 ବ୍ରହ୍ମାଣ୍ଡ ଲୁଚିକିରି ରହିଛି। ଚଉଦ ମାନେ କ'ଣ? 14 ମାନେ 4ଟା ଦର୍ଶନ ଲୁଚିକି ରହିଛି। 4ଟା ଦର୍ଶନ କ'ଣ? ତମ ପାଇଁ ଲୁଚିକିରି ରହିଛି, ତୁମେ ତାକୁ କରୁନା। ତମେ ମଦ ବୋତଲ କିଣିପାର, ତାକୁ ପିଇକିରି ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ବି ହେଇପାର। ନିଶା ମାଦକର ଆସକ୍ତିରେ ମଣିଷକୁ ମର୍ଡର କରିଦେଇପାର, ବାପ ମାଙ୍କୁ ବି ମର୍ଡର କରିଦେଇପାର। କିନ୍ତୁ ତମ ଭିତରେ ଯେ 4ଟା ରତ୍ନ ଅଛନ୍ତି, ଧର୍ମ ଅର୍ଥ କାମ ମୋକ୍ଷ, ତାକୁ ତମେ କେହି ଖୋଜୁନା ନା ତାକୁ ବ୍ୟବହାର କରୁନା। ସେ କଳଙ୍କ ଲାଗିଯିବ, ତାପରେ ତମେ ଯିବ ଆଉ। ତେଣୁ ଇଏ କାର୍ତ୍ତିକ ଇଏ 14 ବ୍ରହ୍ମାଣ୍ଡ ବୁଲିକି ଆଇଲେ। ତାଙ୍କର କ'ଣ ଦେଖିଥିବେ, 14 ବ୍ରହ୍ମାଣ୍ଡ ବୁଲିକି ଆଇଲେ। ଆଉ ପ୍ରକୃତରେ ସେ ଦେଖିଥିବେ। ଆମେ ଯଦି କେହି ବୁଲିବାନି, କେହି କୁଆଡ଼େ ଯିବାନି, କୂଅ ବେଙ୍ଗ ଭଳି ଆମେ କୂଅ ଭିତରେ ରହିକି ମରିବା ଆଉ। ତେଣୁ ବୁଲିବା ମଧ୍ୟ ଗୋଟିଏ ଯାହାକୁ କହନ୍ତି କ'ଣ, ସେଇଟା ସ୍ୱାସ୍ଥ୍ୟ ପକ୍ଷେ ଲାଭବାନ, ଦେହ ସୁସ୍ଥ ରହିବ। ଆଉ ବୁଲିବା ମାନେ ସବୁବେଳେ ବୁଲୁଥିବ, ସେଇଟା ନୁହଁ। ବୁଲିବାର ମଧ୍ୟ ଗୋଟେ ସମୟ ରଖିବା ଦରକାର। ଗୀତା କହିଛନ୍ତି ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମ। ଗଣେଶ ସେଇ ଶିବଙ୍କ ପାଦ ତଳେ ବସିଛନ୍ତି, ସେଇ ପାଦ ତଳେ ସେ ଶିବଙ୍କର ଚତୁଃପାର୍ଶ୍ୱକୁ ବୁଲିକିରି ଆସି ପୁଣି ସେଇ ପାଦ ପାଖରେ ବସିଲେ। ଆଉ ଏଇ ଯୋଉ କ୍ରିୟାଟି ସେ କଲେ, କାର୍ତ୍ତିକ ଦାବି କଲେ ମୁଁ ଆଗ ଆସି ପହଞ୍ଚିଛି, ଗଣେଶ ବି ଦାବି କଲେ ମୁଁ ଆଗ ଆସି ପହଞ୍ଚିଛି। କିନ୍ତୁ ଶିବ ପ୍ରକୃତରେ ତାର ଉତ୍ତର ଦେଲେ ଯେ ଗଣେଶ ହିଁ ପ୍ରକୃତ 14 ବ୍ରହ୍ମାଣ୍ଡକୁ ସେ ବୁଲିଛି। ଯାହାଙ୍କର ପାଦ ତଳେ ବା ଯେଉଁ ଯାହାର ମହିମା ବଳରେ ଏ 14 ବ୍ରହ୍ମାଣ୍ଡ ଚାଲିଛି, 14 ବ୍ରହ୍ମାଣ୍ଡ ରହିଛି, 14 ବ୍ରହ୍ମାଣ୍ଡକୁ ସେ ତୈରି କରିଛନ୍ତି, ସେଇଆକୁ ସିଏ ବୁଲିଛି। ଆଉ ତୁ ଯାଇ 14 ବ୍ରହ୍ମାଣ୍ଡ ବୁଲି ଆଇଲୁ ମାନେ ତୁ କ'ଣ 14 ବ୍ରହ୍ମାଣ୍ଡର ସବୁ ଦେଖିଦେଇଛୁ? ତୁ ଦେଖିଥିବୁ ପାହାଡ଼ ପର୍ବତ ଏମିତି ଦେଖିଥିବୁ, ତୁ ସବୁ ଦେଖିପାରିବୁନି। ଯେତେ ଚେଷ୍ଟା କଲେ ବି ଯଦି ତୁ 7ଟା ଜନ୍ମ ବି ବୁଲିବୁ, ତାହେଲେ ସେ ବୁଲିବୁ, ଅନେକ କଥା ଦେଖିବୁ, କିନ୍ତୁ ବହୁତ କଥା ଦେଖିପାରିବୁନି। ଏ ସୃଷ୍ଟିଟାକୁ ମୁଁ ଏମିତି ତୈରି କରିଛି, ଏ ସୃଷ୍ଟିଟା ଏତେ ସୁନ୍ଦର, ତାକୁ ମୁଁ ଏଭଳି ତୈରି କରିଛି ମାନେ ତୁମେ ତାକୁ ପୁରା ବୁଲି ପାରିବନି। ଜଣେ ବ୍ୟକ୍ତି ବହୁତ ଦିନ ତଳେ, ଜଣେ ରାଇଟର, ସେ ମୋତେ ଆସିକିରି କହିଲେ ଯେ ମୁଁ ଚିତ୍ରୋତ୍ପଳା ପରିକ୍ରମା କରିଛି। କହିଲେ ଆପଣ ଚିତ୍ରୋତ୍ପଳା ପରିକ୍ରମା କରିଛନ୍ତି? ନା, ମୁଁ ଲେଖିକି ରଖିଛି ବହିଛି। କୋଉ କୋଉ ଜାଗା ବୁଲିଲେ?
ସେ ଯେତିକି ଜାଣିଥିଲେ ମନେ ପକେଇ କହିଲେ ଆଉ। ମୁଁ କହିଲି ଆଚ୍ଛା ତମେ ନାରଦଙ୍କ ସମାଧି ଦେଖିଛ? ସବୁ ମୁହଁ କ'ଣ ଆଣିଲେ, ନାରଦଙ୍କ ସମାଧିଟା କୋଉଠି? ସେ ତ ସ୍ୱର୍ଗରେ। ମୁଁ ପଚାରୁଛି ତମେ ନାରଦଙ୍କ ସମାଧି ଦେଖିଛ କି? ନା ମୋତେ କେହି ଦେଖେଇ ନାହାନ୍ତି, ମୁଁ ଦେଖିବି କ'ଣ? ତାହେଲେ ସିଏ କୋଉଠି? ବୋଲେ ମୁଁ କହିବିନି। ମୁଁ କାହିଁ କହିଯାଉଛି? ତମେ ଆହୁରି ଖୋଜ। ତମେ ଯୋଉ ଭାବୁଛ ମୁଁ ଚିତ୍ତପ୍ରୟାଗକୁ ବୁଲିଗଲି, ପାରିନା। ତମେ ଗୋଟେ ସପ୍ତପୁରୀ ବଟ ଦେଖିଛ? ତାଙ୍କ ନାଁ ଦିବାକର ମହାନ୍ତି। ନା ସପ୍ତପୁରୀ ବଟଟା କୋଉଠି? ସେଠି 7ଟି ମହାପୁରୁଷ ଅଛନ୍ତି। 6ଟି ବଟ ଗଲାଣି ନଈରେ, ଆଉ ଗୋଟିଏ ବଟ ଗଲା ପରେ ତା ନିକଟରେ ଆଉ ଗୋଟିଏ ବଟ ଉଠେ। ଏମିତି 6ଟା ଗଲାଣି, ଆଉ ଗୋଟିଏ ଅଛି। ସେଇ ବଟଟା ହେଇଗଲେ ସପ୍ତ ବଟ ହେଇଯିବ ଆଉ। ତେଣୁ କୁଆଁର ପାଳରେ ଶପଥ ବଟ, ଦିନେ ଭକ୍ତଙ୍କର ହୋଇବ ଭେଟ। ଆଉ ତମେ ତାକୁ କ'ଣ ଦେଖିଛ? ନା ମୁଁ ଜମା ଦେଖିନି। ତେଣୁ ଆମେ ଯିଏ ସଂସାରରେ ଯେଡ଼େ ବଡ଼ ସାଧକ ହଉ, ଯେଡ଼େ ବଡ଼ ହଉ, ଯଦି ଧ୍ୟାନରେ ବସିଗଲା, ଯଦି ବ୍ରହ୍ମମୂର୍ତ୍ତିଙ୍କୁ ସେ ଦର୍ଶନ କରିଦେଲା, ସେ 14ର ମାନେ କ'ଣ? ଭୀମ ଭୋଇଙ୍କ ଭାଷାରେ ସେ 27 ବ୍ରହ୍ମାଣ୍ଡ ମଧ୍ୟ ଦେଖିଦେଲା। ତମେ ଆଉ ବୁଲିକିରି କେତେ ଦେଖିବ? ତମେ ଗାଡ଼ିରେ ଯାଅ, ମଟରରେ ଯାଅ, ପାଦରେ ଯାଅ, ଯୋଉଥିରେ ଯାଅ, ଏରୋପ୍ଲେନ୍ରେ ଯାଅ, କେତେ ଦେଖିବ? କାହା କ'ଣ ଦେଖିବ? କେତେ ଜିନିଷ ଦୁନିଆରେ ଅଛି, କେତେ ଦେଖିବ? କୋଉଠି ବିଷ ଅଛି, କୋଉଠି ଅମୃତ ଅଛି। ଯେଉଁମାନେ ଇଏ ପୃଥିବୀରେ ଜନ୍ମ ହେଇ ଯେଉଁ ସିଦ୍ଧ ପୁରୁଷମାନେ ଆମକୁ କହିଦେଇଗଲେ ଏଇଟା ବିଷ, ଆକୁ ଖାଇବନି, ଆଜି ପର୍ଯ୍ୟନ୍ତ ସେ ବିଷ ବୃକ୍ଷ ହେଇ ରହିଛି। ଏବଂ ଏଇଟା ଅମୃତ, ଆକୁ ଖାଇବ, ଆଜି ପର୍ଯ୍ୟନ୍ତ ଆମେ ଖାଉଛୁ, ଅମୃତ ପାଉଛୁ। ଦେଖନ୍ତୁ ବିଚିତ୍ରାନନ୍ଦଙ୍କର ସୁନ୍ଦର ବୈଚିତ୍ର୍ୟପୂର୍ଣ୍ଣ ସୁନ୍ଦର ବିଶ୍ୱର କଥା। ତେଣୁ ଏତିକି ଖାଲି ଭାବନ୍ତୁ, ଆକୁ ବିଷ ବୋଲି ପ୍ରମାଣ କଲା କିଏ? ଆକୁ ଅମୃତ ବୋଲି ପ୍ରମାଣ କରିଛି କିଏ? ଯୋଉ ଲୋକଟା ପ୍ରମାଣ କରୁଛି ସେଇ ଲୋକଟା 14 ବ୍ରହ୍ମାଣ୍ଡ ବୁଲେଇଛି। ବିଛୁଆତି ପତ୍ର କୁଣ୍ଡେଇ ହୁଏ, ତାକୁ କହିଲା କିଏ? ତାକୁ କିଏ ରିସର୍ଚ୍ଚ କରିଥିଲା? ତୁଳସୀ ପତ୍ରଟା ଔଷଧ ହୁଏ, ତାକୁ ରିସର୍ଚ୍ଚ କରିଥିଲା କିଏ? ତେଣୁ ନିଜ ଭିତରେ ସବୁ କଥା ଅଛି। ନିଜେ ଯେତେବେଳେ ଗାଧେଇବ, ଗଙ୍ଗା ଯମୁନା ଗୋଦାବରୀ ସରସ୍ୱତୀ ନର୍ମଦା ସିନ୍ଧୁ କାବେରୀ ବଦ୍ରୀନାଥ ଅମରନାଥ କେଦାରନାଥ ଗଙ୍ଗୋତ୍ରୀ ଯମୁନୋତ୍ରୀ ବଦ୍ରୀନାଥ ଦ୍ୱାରକାନାଥ ରଘୁନାଥ ଜଗନ୍ନାଥ ବିଶ୍ୱନାଥ ସିଦ୍ଧ ବଳଦେବ ଚନ୍ଦ୍ର ନିତ୍ୟାନନ୍ଦ ଗୌରାଙ୍ଗ ଦେଇତ ଗଦାଧର ଦେବାଦ, ଯେତେ ତୀର୍ଥ ନାଁ ନେଇକିରି ଗାଧଉନା, ସେ ପାଣି ସାଙ୍ଗେ ସାଙ୍ଗେ ପରିବର୍ତ୍ତନ ହେଇଯିବ। ସବୁ ତୀର୍ଥରେ ପରିବର୍ତ୍ତନ ହେଇଯିବ। ଆଉ ତମେ ଯଦି ଖାଲି ଗାଧେଇବ, ଜଳ ସ୍ନାନ ମଳ ତ୍ୟାଗ, ସେ ଗାଧୁଆରେ ମଇଳା ଛାଡ଼େ। ଯଦି ଜମା ନ ଗାଧେଇଲ, ମୁଁ ବି ଅନେକ ଦିନ ଗାଧେଇନି, 5 ବର୍ଷ ଖଣ୍ଡେ ଗାଧେଇନି, କିନ୍ତୁ ମନ୍ତ୍ର ସ୍ନାନ କରେ। ଯେଉଁ ମନ୍ତ୍ରକୁ ମୁଁ ପଢ଼େ, ସେଇ ମନ୍ତ୍ର ହେଉଛି ଗୋଟେ ମହାନ ସ୍ନାନ। ସେ କହିଛନ୍ତି, ଆମର ବ୍ରାହ୍ମଣମାନଙ୍କ ବିଦ୍ୟାରେ ସବୁ ବହିରେ ଲେଖା ହେଇଛି,
ଅପବିତ୍ର ପବିତ୍ର ବା ସର୍ବାଙ୍ଗଷ୍ଟଗତ ପିବାଦ ସ୍ମରତେ ପୁଣ୍ଡରୀକାକ୍ଷଂ ତସ୍ୟ ବାୟବନ୍ତର। ତେଣୁ ଜଳ ବୋଲି ଭାବି ଗାଧେଇଲେ ମଇଳା ଛାଡ଼ିବ, ତୀର୍ଥ ବୋଲି ଭାବିଲେ ପାପ ଛାଡ଼ିବ, ମନ୍ତ୍ର ସ୍ମରଣ କଲ ବହୁତ କଥା ହେଇଗଲା ଆଉ କ'ଣ। ତେଣୁ ପ୍ରତ୍ୟେକ ଜିନିଷ ହେଉଛି ଏଇଆ। ତେଣୁ ଗଣେଶଙ୍କୁ ଅଗ୍ରଗଣ୍ୟ ପୂଜକ ଅଗ୍ରଗଣ୍ୟ ଦେବତା ଭାବରେ ତାଙ୍କୁ ରଖାଗଲା। ଏଇ ପୂଜା ପାଇବେ ପ୍ରଥମ। ଏଇ 14 ବ୍ରହ୍ମାଣ୍ଡ ପ୍ରକୃତରେ ବୁଲିଛନ୍ତି। ଦଧିଟି ବସିଛନ୍ତି କୋଉ ପାହାଡ଼ ଗୁମ୍ଫାରେ, ନୈମିଷ୍ୟ ଅରଣ୍ୟରେ। ସେ ଦଧିଛି, ସେ ବସିଛନ୍ତି, କୁଆଡ଼େ ଯାଉନାହାନ୍ତି। ତାଙ୍କ ଆଶ୍ରମ କାମ କରୁଥିବେ, ଗାଈ ଫାଇ ସବୁ ଥିଲେ, ଏମିତି ସବୁ। ଆଉ ଗାଈ ତ ଥିଲା ତାଙ୍କ ପାଖରେ। ଆଉ ବୃତ୍ରାସୁର ଯେତେବେଳେ ଅତ୍ୟାଚାର କଲା, ଦେବତାମାନେ ଇତସ୍ତତ ହେଲେ। ଦେବତାମାନେ ଯେତେବେଳେ ଦେବରାଜ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ, ସିଏ କହିଲେ ଏହି ମର୍ତ୍ତ୍ୟର ଜଣେ ଋଷି ବା ସାଧୁ, ସିଏ ଯଦି ନିଜ ହାତରେ ନିଜ ହାତକୁ କାଟିକିରି ଖଣ୍ଡେ ହାଡ଼ ଦବ, ସେ ହାଡ଼ରେ ଯେଉଁ ଅସ୍ତ୍ର ତିଆରି ହେବ, ସେଇଥିରେ ବୃତ୍ରାସୁର ମରିବ। ଇଏ କୋଉ ସାଧୁ କାହିଁ ହାଡ଼ ଦେବେ? ସିଏ ହାଡ଼ କିଏ ଦେବାକୁ ଚାହେଁ? କିନ୍ତୁ ଦଧିଚି କହିଲେ ମୁଁ ଦେବି। ପିଲାଦିନେ ମୁଁ ପାଠ ପଢ଼ିଲା ବେଳେ ସେ ପଦଟା ମୋର ମନେ ଅଛି। ମାଟିର ଘଟ ଏ ମାଟିରେ ମିଶିବ, ନାହିଁ ଏଥିରେ ସନ୍ଦେହ। ପର ଉପକାରେ ଏ ଘଟ ଛୁଟିଲେ, ହୁଏ ସିନା ମଧୁମୟ। ସେ କହିଲେ ମୁଁ ଦେବି, ମୋ ପାଇଁ ଦେବ ଜଗତ ରକ୍ଷା ପାଇବ, ମୁଁ କାହିଁକି ଦେବିନି? ଅନ୍ୟ କୁଆଡ଼କୁ ଯିବ? କେମିତି ଦେବେ? ଦଧିଛି କ'ଣ ଗୋଟାଏ କୁଟା ନା କାଠିଟାକୁ ଦେବେ? ଏଇ ଯେଉଁ ଗୋମାତା ଏଠି ବନ୍ଧା ହେଇଛନ୍ତି ବା ପାଳନ ହେଉଛନ୍ତି, ସେ ଗୋମାତାର ନାଁଟା ବି କ'ଣ ଅଛି, ମୁଁ ଏତେ କଥା ମନେ ରଖିପାରିବି। ତେଣୁ ସେ ଗୋମାତାକୁ ଇଏ ଦେହରେ କେବଳ ଖାଦ୍ୟ ବଳିଯିବ ବୋଲେ ସିଏ ଯାହାକୁ ଭଲ ପାଏ। କ୍ଷୀର ଦହି ଛେନା ଲହୁଣୀ ସବୁ ଘଷା ହେଲା ଦଧିଚିଙ୍କ ଦେହରେ, ଗୋମାତାକୁ ଛଡ଼ାଗଲା। ତେଣୁ ଗୋମାତା ଆସିକି ସବୁ ଚାଟି ହେଲା। ସିଏ ଚାଟୁ ଚାଟୁ ତା ଚମ ହାଡ଼ ପର୍ଯ୍ୟନ୍ତ, ଚମ ମାଂସ ପର୍ଯ୍ୟନ୍ତ ଚାଟିଗଲା, ହାଡ଼ ଦେଖାଗଲା। ଆଉ ଦଧିଚି କହିଲା ଇନ୍ଦ୍ର ନିଅ, ଯେଉଁ ହାତଟା ତମ ଦରକାର ସେ ହାତଟା ନିଅ। ଏଇ ଯେଉଁ ମହାମାନବ ମାନେ ଆମକୁ ତ୍ୟାଗ ଶିଖେଇଛନ୍ତି। ମୁଁ ବି ଜୀବନରେ ବହୁତ ସାଧନା କରିଛି, ବହୁତ ସାଧନା। ମୋ ସାଧନା ଏକ ସ୍ୱତନ୍ତ୍ର ସାଧନା। ମୁଁ ଅଗ୍ନି ଚାରିପାଖ ଯାକ ଜାଳି 2 ଥର ବସିଛି। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଗୋଟେ ଚମଡ଼ା ମୋର ଚାଲିଯାଇଛି। କ'ଣ ପାଇଁ ବସିଥିଲି? କ'ଣ ଗୋଟେ କୋଠା ଘର କରିବି ବୋଲି ନା ଏଇ ମଠ କରିବି ବୋଲି ବସିଥିଲି? ସେଇ ମାନେ ମୋଟାମୋଟି ବିଶ୍ୱର ଶାନ୍ତି ପାଇଁ। କେଉଁଠି ଆମେ ସାଇନ୍ ବୋର୍ଡ଼ ମାରିଛୁ? ମୁଁ ଅଗ୍ନିରେ ବସିଥିଲି, ମାଟି ତଳେ ଏତିକି ପୋତି ହେଇକିରି ଏ କେଉଁଠି ଦିନ ଥିଲି। କିଏ ରହିପାରିବେ? ଆଜି ରୁହନ୍ତୁ ଦେଖିବା। ମାଟି ତଳେ ଏତିକି ପୋତା ହେଇକିରି ଯେଉଁଠି ଆମର ଗାଦି ବର୍ତ୍ତମାନ ପୂଜା ପାଉଛନ୍ତି, ଇଏ ଗଲା ମାଟି। ଖନ୍ଦକ ଭିତରେ ବସିକି ମୁଁ ପୂଜା କରିଛି, ଶୂନ୍ୟରୁ ପଦ୍ମ ଫୁଲ ଖସିଛି ମୋ ମୁଣ୍ଡରେ। ଏଇଭଳି ଅନେକ କଥା କରିଛି ମାନେ ମୁଁ ବାହାଦୁରୀ କହୁନି, ମାନେ କହୁଛି ଯେ ଆମେ ଗଣେଶଙ୍କ ଭଳି ଗୋଟେ ସୁନ୍ଦର
ପରିବେଶ ସୃଷ୍ଟି କରିବା ଯେଉଁଠି ପ୍ରଥମେ ଦେଖିବା ଆମ ପ୍ରଭୁଙ୍କୁ, ଆମ ଇଷ୍ଟ ଯିଏ, ଆମେ ଯାହାଙ୍କୁ ଇଷ୍ଟ ବୋଲି ଭାବୁଛୁ, କୃଷ୍ଣଙ୍କୁ ଭାବୁଛୁ, ଜଣେ ଆଲ୍ଲାଙ୍କୁ ଭାବୁଛୁ, ସେ ସେଇଠି ପାଇବ। ତା ସହିତ କର୍ମ କରିବ ନା ମତେ ଫଳିବ କର୍ମରାୟଟି। ଦଶଟା ଗଛ ଲଗେଇଦେବ, 5ଟା ଫୁଲ ଗଛ ଲଗେଇଦେବ, ଆଉ 5-10ଟା ବେଲ ଗଛ ଲଗେଇଦେବ, ଏତିକିରେ ମଧ୍ୟ ତାର ଦେଉଳ ହେଇଗଲା। ଦେଉଳର କିଛି ଆବଶ୍ୟକ ନାହିଁ। ବଡ଼ ଦେଉଳକୁ ଚାହା ନୟନ ମେଲାଇ, ଜଗତ ବନ୍ଦିତ ସଜୀବ ଦେବତା ତହିଁ ମଧ୍ୟ ରହିଥାଏ। ସେ ବଡ଼ ଦେଉଳଟା କୋଉଠି? ବଡ଼ ଦେଉଳ ହଉଛି ଏଇଠି। ବଡ଼ ଦେଉଳକୁ ଚାହା ନୟନ ମେଲାଇ, ଜଗତ ବନ୍ଦିତ ସଜୀବ ଦେବତା ତହିଁ ମଧ୍ୟ ରହିଥାଏ। ସେ ସ୍ଥାନଟି ହଉଛି ଜୀବନ। ତେଣୁ ଜୀବନକୁ ସରସ ସୁନ୍ଦର କର। ଇଏ କଥା ମୋର କୋଉଠୁ ଆରମ୍ଭ ହେଲା ମୁଁ କହିପାରିବିନି। ତେବେ ସେଇ କଲେଜ ପିଲାଙ୍କର ଆଜି ଯେଉଁ ପ୍ରଶ୍ନ ଥିଲା, ଆହୁରି କେତେ ଗୁଡ଼ା ପ୍ରଶ୍ନ ଥିଲା, ମୁଁ ପଚାରିଥିଲି, ମୋର ଆଉ ମନେ ନାହିଁ। ତେବେ ଏ ପ୍ରଶ୍ନ ଆପଣମାନେ ପଚାରିଲେ ରାତି ପାହିବା ପର୍ଯ୍ୟନ୍ତ ବି ମୁଁ ପ୍ରଶ୍ନର ଉତ୍ତର ଦେବି। ପ୍ରଶ୍ନ ମୁଁ ସୃଷ୍ଟି କରେ ନା, ଉତ୍ତର ମୁଁ ସୃଷ୍ଟି କରେ ନା। ପ୍ରଶ୍ନ ଅନ୍ୟମାନେ ସୃଷ୍ଟି କରନ୍ତି, ଉତ୍ତରଟା ଆପେ ଆପେ ମୋ ଭିତରୁ ସୃଷ୍ଟି ହୁଏ। ଇଏ ଦୟା, ସେ ଦୟାମୟଙ୍କର, ମୋର ଗୁରୁଙ୍କର। ମୋର ଯେଉଁ ସମ୍ପତ୍ତି, ମୋର ଜୀବନ ସମ୍ପତ୍ତି ଠାରୁ ସାଧନ ସମ୍ପତ୍ତି ପର୍ଯ୍ୟନ୍ତ, ମୁଁ ଆଜି ପର୍ଯ୍ୟନ୍ତ ଯେତେ ଯାହା କର୍ମ କରିଛି ଲୋକମାନଙ୍କ ପାଇଁ, ସେ ସମ୍ପତ୍ତିଟା ହେଉଛି ମୋର ଗୁରୁ। ସେଥିପାଇଁ ସେ ସମ୍ପତ୍ତିର ମାଲିକ ହେଉଛନ୍ତି ମୋର ଗୁରୁ। ଆଉ ତ ଇଷ୍ଟ ତ ସହଜେ, ସେ ତ ସମୁଦ୍ର, ଆମେ ତାଙ୍କ କଥା କ'ଣ ବର୍ଣ୍ଣନା କରିବୁ? ଯିଏ ଅନନ୍ତ ସଂସାର ମହାସମୁଦ୍ରରେ ମଗ୍ନାନ, ଆଉ ତାଙ୍କ କଥା ଗୋଟେ କହିବା କ'ଣ? ଆମେ ତ ତା ଭିତରକୁ ଯାଇପାରିବୁନି। ତେଣୁ ଗୁରୁ କୃପା ହିଁ ଜୀବନରେ ସବୁଠାରୁ ବଡ଼, ଗୁରୁ କୃପା ହିଁ କେବଳ। ତେଣୁ ଆପଣମାନେ କିଛି ଜୀବନରେ ସେମିତି ଗୋଟେ ଭଲ କାମ କରନ୍ତୁ, ସେତିକି ଯଥେଷ୍ଟ ହେଇଯିବ। ଗୋଟେ ଆପଣଙ୍କର କ୍ଷୀରିପଦା ବୋଲି ଗୋଟେ ମୟୂରଭଞ୍ଜରେ ଗୋଟେ ବଳଦେବଙ୍କର ଆସ୍ଥାନ ଅଛି। ସେଠି ମୋର ଗୋଟେ ପବିତ୍ର ଶିଷ୍ୟ ଅଛି, ତା ପରିବାର ଅଛନ୍ତି। ଏତେ ଭଲ ଲୋକ ସେମାନେ, ବଳିଆକୁ ନିଅନ୍ତି। ଆମ ପିଲାମାନେ ସବୁ ଯାଆନ୍ତି, ମୁଁ ଏକୁଟିଆ ନୁହଁ। ଆମ ଚିଦାନନ୍ଦ ବ୍ରହ୍ମଚାରୀ ଯାଇଛନ୍ତି, ଆମର ଯେଉଁ କାଳନ୍ଦୀ ନନା ସିଏ ଥରେ ଭାଗବତ କହିଛନ୍ତି। ଏମିତି ସବୁ ଆମର ହୁଏ। ଆଚ୍ଛା, ଇଏ ମନ୍ଦିରକୁ କରିଛି କିଏ? ତା ଇତିହାସ ଖୋଜିଲା ବେଳକୁ ଜଣେ ପଶ୍ଚିମା ସାଧୁ ତାକୁ କରିଛନ୍ତି। ସେ ସାଧୁ ବୋଲେ, ସେ ସାଧୁ ଗଲେଣି 500-600 ବର୍ଷ ହେଲା। ସେ ଯେଉଁ ମରିଗଲେ, ତାଙ୍କ ଚୁମୁଟାଟାକୁ ସେ ନିଜେ ପୋତିଦେଲେ। ଆଜି ବି ସେ ଚୁମୁଟାର ଅଂଶ ଦେଖାଯାଉଛି। ଚୁମୁଟା ଏବଂ ନଷ୍ଟ ହେଇନି। 500 ବର୍ଷର ଲୋକ ଚୁମୁଟା ଦେଖୁଛନ୍ତି। ଏହା କ'ଣ? ଏଇ ହେଉଛନ୍ତି କାର୍ତ୍ତିକ। ଯୋଉଠି କୀର୍ତ୍ତି ନାହିଁ, କଳଙ୍କ ଅଛି, ସେଠି କେହି କାର୍ତ୍ତିକ ନାହାନ୍ତି। ମାନେ ଏ ଯାହା ହବ କହୁଛନ୍ତି କାର୍ତ୍ତିକ, ଅମୁକ, ସରସ୍ୱତୀ, ଗଣେଶ, ଇଏ ସବୁ କେହି ନାହାନ୍ତି। ଗୋଟିଏ ଦେବତାକୁ ଆଣିକି ଠିଆ କରିଦିଅ, ମାନେ ମୋ ଆଗରେ ଠିଆ କର, ଆଉ କାହା ଆଗରେ, ଆଉ ଯାହା ଆଗରେ ଠିଆ କରିବ ସେ ଦଣ୍ଡବତ ହବ। ଆଉ ମୁଁ କିନ୍ତୁ ଦଣ୍ଡବତ ହେବିନି। ମୁଁ ପଚାରିବି ତମେ କିଏ? ଯଦି ତମେ ଇନ୍ଦ୍ର, ତାହେଲେ ମେଘ କାହିଁ ହଉନି? ଲୋକ କାହିଁ ମରୁଛନ୍ତି? ଯଦି ତୁମେ ଗଣେଶ, ଆଜି ଏତେ ମୂର୍ଖ ଗୁଣ୍ଡା
ବଦମାସି କରି କାହିଁ ବୁଲୁଛନ୍ତି? ମୁଁ ଆଗେ ସେ ଦେବୀ ଦେବତାଙ୍କୁ ଆପଣମାନଙ୍କ ଜରିଆରେ ତାଙ୍କୁ ମୁଁ ଡାଇରେକ୍ଟ କହୁଛି। ମୋର କହିବାର କଥା ହେଉଛି ଯିଏ ପ୍ରକୃତରେ ଦେବତା ସେ ଦେବତାର ପ୍ରମାଣ ଦଉ। ଆଉ ମିଛରେ ଗୋଟାଏ ଲୋକ କିଛି କରିନି ତା ବେକରେ 5-10ଟା ଖଣ୍ଡେ ଫୁଲମାଳ ପକେଇକି ତାକୁ ତମେ ଦେବତା ସଜଉଛ, ସେ ଦେବତା ନୁହେଁ। କିନ୍ତୁ ତଥାପି ସୁନ୍ଦର ପୃଥିବୀ, ତା ଭିତରେ ଆମ ଭାରତ, ଇଏ ଦୁଇଟି ଯାକ ସୁନ୍ଦର ପରେ ତୃତୀୟ ସୁନ୍ଦର ହେଉଛି ଆମ ଉତ୍କଳ। ତେଣୁ ସବୁ ଜାଗାରେ ସବୁ କଥା ମିଳିବ, ମଦ ମିଳିବ, ଚରସ ମିଳିବ, ବାଉଲ୍ ସୁଗାର ମିଳିବ, ସୁନ୍ଦର ସୁନ୍ଦର ନାରୀ ପୁରୁଷ ମିଳିବେ, ସୁନ୍ଦର କ୍ଲବ ସବୁ ମିଳିବେ। କିନ୍ତୁ ଭାରତବର୍ଷରେ ଦେଖିବେ ସତସଙ୍ଗ ମିଳିବ, ସାଧୁସଙ୍ଗ ମିଳିବ, ସାଧନ କ୍ଷେତ୍ର ମିଳିବ। ତେଣୁ ଏଭଳି ଦେଶଟିଏ ପୃଥିବୀରେ ବିରଳ। ତେଣୁ ଆମେ ସେଇ ଦେଶର ମଣିଷ। ଏଠି ପାପ 100% କେବେ ଆସିବ ନାହିଁ, କଳିକି ଜମା ଆସିବେନି। ମୁଁ ମନା କରିଦେଉଛି ଆପଣ, କଳିକି କେବେ ଆସିବେନି। ସିଏ ଚୈତନ୍ୟ ନିତ୍ୟାନନ୍ଦଙ୍କ ରୂପରେ ଆସି ଲୀଳା କରି ପଳେଇଲେଣି। ତମେ ଅନେଇଛ କଳିକି। କଳିକି ହେଉଛନ୍ତି ତମର କର୍ମ, କଳିକି ହେଉଛନ୍ତି ତମର ଗୁରୁ, କଳିକି ହେଉଛନ୍ତି ତୁମର ସାଧନା। ଏତିକି ମନେ ରଖନ୍ତୁ। ପୁଣି ଆମେ ପରବର୍ତ୍ତୀ ସମୟରେ କହିବା। ଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇ ପଡ଼ିଆ ବିଶ୍ରାମ ନେଉଛି। ଜୟ ଗୁରୁ, ଜୟ ଜଗନ୍ନାଥ।